କଳଙ୍କ ଏମିତି ଏକ ଜିନିଷ, ଏହାକୁ କାହାର ଦେହରେ ବୋଳିବେ ଯେତିକି ସହଜ ହୋଇଥାଏ, ତାକୁ ସଫା କରିବା ସେତିକି ସହଜ ହୋଇନଥାଏ। କାହିଁକିନା କଳଙ୍କ ଜୀବନ ଗଲା ପରେ ବି ତୁମ ସହିତ ହିଁ ଥାଏ। ଜୀବନରେ ବେଳେବେଳେ ସମୟ ଏମିତି ଶତ୍ରୁ ହେଇଥାଏ, ନା କାହାକୁ କହି ହୁଏ ନା ନିଜକୁ ବୁଝାଇ ହୁଏ। ସବୁ ଦୁଃଖ ଆଉ କଷ୍ଟକୁ ହସି ସହିଯିବାକୁ ପଡ଼ିଥାଏ। ଜୀବନର ମାନେ ଏଠି ଯନ୍ତ୍ରଣା, ଦୁଃଖ କଷ୍ଟ ଯନ୍ତ୍ରଣାକୁ ହସି ସହିଗଲେ ଜୀବନଟା ସରସ ସୁନ୍ଦର ହୋଇଯାଏ। ଆଉ ସହି ନ ପାରିଲେ ଜୀବନ ସାରା କାନ୍ଦି କାନ୍ଦି ଜୀବନ ବିତାଇବାକୁ ପଡ଼ିଥାଏ। ଆଜିର ଦିନରେ ବିଶ୍ୱାସୀ ମଣିଷଟି ହେବା ଭାରି କଷ୍ଟ, ହେଲେ ବିଶ୍ୱାସ ହେଇ ଅବିଶ୍ୱାସ ହେବା ତାଠାରୁ 100 ଗୁଣା କଷ୍ଟ। ତୁମେ କ'ଣ ଖବର ନିଷ୍ପତ୍ତି ତୁମର, ଆଉ କର୍ମ ତୁମର କହିଦେବ ତୁମେ କ'ଣ। ଆଜିର ଦିନରେ କିଛି ଲୋକ ସାହାଯ୍ୟର ହାତ ବଢ଼ାଇ ଥାନ୍ତି ତୁମଠାରୁ କିଛି ସାହାଯ୍ୟ ସ୍ୱାର୍ଥ ହାସଲ କରିବା ପାଇଁ। କାରଣ ସେମାନେ ସ୍ୱାର୍ଥରେ ଏତେ ଅନ୍ଧ ହୋଇଯାଆନ୍ତି, ସବୁ ସମ୍ପର୍କକୁ ବି ଭୁଲିଯାଆନ୍ତି। ଜୀବନ ଚଳାପଥରେ ମଣିଷଟା ଚାଲୁଚାଲୁ ଏମିତି ଝୁଣ୍ଟି ପଡ଼େ, ଉଠିବା ପାଇଁ ସକ୍ଷମ ପାଏ ନାହିଁ। ଆଉ ଯାହାର ଭରସା କରେ ସେମାନେ ସମସ୍ତେ ବିଶ୍ୱାସରେ ଅନେକ କଷ୍ଟ ଦିଅନ୍ତି। ଏହି ମଣିଷ ସହିବା ପାଇଁ ବାଧ୍ୟ ହୋଇଯାଏ।